ସମସ୍ତେ କୁହନ୍ତି ପୁଅ ପିଲା ପୁରା ବିନ୍ଦାସରେ ଚଳନ୍ତି, କିନ୍ତୁ ବାହାରେ ରହିଲେ ପୁଅ ପିଲା କେତେ କଷ୍ଟ ସେ ନିଜେ ଅନୁଭୂତ କରେ ଏବଂ ନିଜେ ଅନୁଭବ କରେ। ନିଜେ ଅନୁଭବ କାହିଁକି କରେ? ଘରେ ଛୁଆ ପିଲା ସଂସାର ସମସ୍ତଙ୍କୁ ଛାଡ଼ିକି ଆସି ବାହାରେ ରହିଥିବ ଏକୁଟିଆ ହେଲା, ଟିକେ ଗୋଲମରିଚ ପାଉଡ଼ର, ଟିକେ ବଡ଼ି ମସଲା ଆଧା, ଧନିଆ ପାଉଡ଼ର ପକାଇଦେବା, ଧନିଆ ପାଉଡ଼ର ରଖନ୍ତୁ, ଧନିଆ ପାଉଡ଼ର, ଲଙ୍କା ପାଉଡ଼ର ଟିକେ ପକାଇଦେବା, ଆଉ ଖଡ଼ ଖଡ଼ କରିଦେବା। ଛୁଆ ପିଲା ଲାଗିନା ସମସ୍ତେ ଛାଡ଼ିକି ବାହାର କରୁଛନ୍ତି, କେତେ କଷ୍ଟ ବାପ ମା ନିଜେ କାମ କରି ଆସିକି ଯେକୌଣସି ଜିନିଷ ଆସିବ ଆସିକି ରୋଷେଇ କରିବ, ଖାଇବ, ପୁଣି ବେଲା ବାସନ ମାଜିକି ଧୋଇକି ପୁଣି ଯିବ ଖାଇସାରିବ, ରୋଷେଇ କରିଦେବ, ଖାଇଦେବ, କିଛି ଟେନସନ୍ ନାହିଁ। କିନ୍ତୁ ସବୁଠାରୁ କଷ୍ଟଦାୟକ କାମ ହେଲା ଯେକୌଣସି ରୋଷେଇ କରିଥିବ ତାର କଡ଼ା ଡେକ୍ଚି ମାଜିବାଟା, ସେଇଟା ହିଁ ସବୁଠୁ ବଡ଼ ଜିନିଷ। କେତେ କଷ୍ଟ।